ଯେତିକି ଦିନ ବି ଆମର ଭିଡ଼ିଓ ବନ୍ଦ ରହିଯାଇଥିଲା ସେତିକି ଦିନ ଆମର ବହୁତ ପରିଶ୍ରମ ହେଇଥିଲା ସାଙ୍ଗମାନେ। ବହୁତ ହିଁ କାମ ପଡ଼ିଯାଇଥିଲା ଆଉ ବହୁତ ହିଁ କାମ କରିଛି। ଚାଲି ଚାଲି 2-3 କିଲୋମିଟର ଚାଲିକି ବି ଯାଇଛି, ସାଇକେଲିଂ କରିକି ବି ଯାଇଛି। ଏବେ ସାଙ୍ଗମାନେ କାମ କରି କରି ବହୁତ ଦୁର୍ବଳ ହିଁ ଲାଗୁଛି। ତ ସାଇକେଲିଂ କରିକି ଆମେ ପାଣି ଢାଳିବାକୁ ଗଲୁ, ତାପରେ ମେସିନ୍ ଆଣିଲୁ। ତାପରେ ହଉଛୁ 2 ଦିନ ମୋ ଦିଦିକୁ ବାରିପଦା ନେଲି ସାଇକେଲିଂ କରିକି। ତା ବି ସାଙ୍ଗମାନେ ବାରିପଦାରେ ତ ସାଙ୍ଗମାନେ ଦେଖନ୍ତୁ ବର୍ଷା ହେଉଛି ଆମ ଏପଟେ। ଏତେ ଜୋର ବି ହଉନି, ଟିକେ ଟିକେ ହଉଛି। ଆଉ ଭାଇମାନେ ଏପଟେ ଏଜବେଷ୍ଟର ଓହ୍ଲେଇବେ, ଏଇଟା ଅଧା କରିଛନ୍ତି। जय जगन्नाथ सांगमाने शुभ सकाळ समस्त को नमस्कार सांगमाने। तो आशा कर सांगमाने आपण मैंने समस्ते भल थे। जगन्नाथ महाप्रभु को पाखरे मुझे प्रार्थना करुँ सांगमाने। तो आमे भी भल अच्छु। तो सांगमाने आज आम सकाल सकाल वीडियो आरंभ होची। तो आरंभ करबा पूर्वर आपण मैंने लाइक कमेंट शेयर करूँ। आ जो मैंने आम चैनल नुआ अच्छा से सब्सक्राइब करूँ। तो चलते सांगमाने आ गोटे नुआ वीडियो सहित पुणी थे आपण सूर्यरंजन ब्लॉग को स्वागत करुँ सांगमाने। तो सांग मैंने 2 दिन आमर 2 दिन कि 4-5 दिन हम आमर वीडियो बंद रही जाइथिला। आमे भाबुथिलु कि घर काम सरीरे टिके आराम से वीडियो आमे करिबु। तो वीडियो आमे करि पारलुनी काहे ना आमर मोबाइल ग्लास टा मु भांगी देथिली हला कि। तो सेटा सजाइबा पय एति दिन लागिला। तापरे सेटा सजाई कि पुणी थरे वीडियो आमे करबा को आरंभ करिचु। तो सांग मैंने आज राति रे आमर एठी बहुत गुड़े कालई पुक बाहरी थे है कि आउ घर जाक पूरा भर्ती हो जाती। देखते सांगने पिंपुड़ी मानकर खाद्य हो जाती सांगने। एगा मु सफा करनी सबु आड़े घर आड़े भर्ती हो जाती। से लाइट रे एटी लाइट जोड़ी थिला सांग मैंने से आठी भात बसई आ बाहर का भी पूरा लाइट जड़ा होता सांग मैंने। ये देखु पूरा पर गुड़ा अच्छी देखो पूरा भर्ती हो जाए सांग मैंने। आउ से कालई पुक गुड़ा पिंपुड़ी खाइले खाली पर गुड़ा अच्छी। ये देखो आउ एड़ा सांग मैंने आमर फाइनाली कराला केते सुंदर। आपण मानक टिके देखौछि देखंतु एमती एड़ा बनैले बे छेଳି भी पसी पारबेनी कि बाहर भी खाई पारबेनी। एड़ा मोर चाष करा हबो देखंतु। आउ बाल्टी भी भीतर रखिले काहे ना पानी बाल्टी एटी बाहर रखुछि। कुकुर मुकुर आसिकी चाटिकी जाउचंती पीउचंती से आमे धुई होचे। सेथि पे एटी पूरा घेरा है गला। पर भर्ती आउ एठी रुसे करूने सांग माने। चुलीटा हमर भांगी जाउची एना वर्षा दिन भितरे रुसे करिबा। आज टिके पागो खरा देई सांग माने। खरा पाग देइछि सांग माने। एबे मु भात बसैछि केते बेले सिझेबी तापरे तरकारी करबी। तो सांग माने फाइनली आमर रोसे हे सारला। रोसे हे कि मु भात बाढ़ीछि सांग माने। एबे खाइबी मो पुओ को जगी जगी सांग माने एतकी डेरी हे गला कुआडे जाइछि सांग माने मु जानिनी लगी। तो सखाळु मु कहिथिली मो ससुर घरे साइकेल टी छाड़ रखिछि। मु से दिन जाइथिली मो पुओ को नेकी जाइथिली। एका हे जाइथिली गोटे काम थिला काका ससुरंकर पुओंकर तार गोटे काम थिला। तो
ବନ୍ଧୁବାନ୍ଧବ ଆସିଥିଲେ ବହୁତ ଗୁଡ଼ାଏ, ତ ସେଥିପାଇଁ ମୋତେ ଡାକି ପଠାଇଥିଲେ। ତ ସେ କାମ ସାରି ମାନେ କାମ ସରେଇତେ ସାଙ୍ଗମାନେ ରାତି ହେଇଗଲା। ତ ରାତି ହେଇଗଲା ବେଳେ ମୋତେ ଆଣି ଛାଡ଼ିଲେ ବାଇକ୍ରେ। ତ ସାଇକେଲଟି ସେଇଠି ଛାଡ଼ି ରଖିଥିଲି। ତ ସେଇ ସାଇକେଲଟି ଆଣିବାକୁ ଯାଇଛି ନା କୁଆଡ଼େ ଯାଇଛି। ତ ସକାଳୁ ମୁଢ଼ି ଖାଇଛି, ଆଉ କିଛି ଖାଇନି। ଆଉ ସବୁଆଡ଼େ ଖୋଜିଲି ପାଇଲିନି। ତ ଆଉ ଟିକେ ହଉ ଦେଖାଯାଉ ସେଇଠି ଯାଇଛି କି ଯାଇନି। ତ ଫୋନ୍ ବି କରିନି, ଦେଖି ଫୋନ୍ ବି କରିନି ସେଇଠି। ତ ଏବେ ଫୋନ୍ କରିବି ଯାଇଛି କି ନାହିଁ। ମୁଁ ଭାତ ଖାଇଦେବି, ସେ ତ ଥରେ ମୁଢ଼ି ଖାଇଛି ସାଙ୍ଗମାନେ। ଆଉ ଆମର ତରକାରୀ ଆଜି ହେଇଛି ଆଳୁ, ଜହ୍ନି, ସୁଜନା ନାଡ଼ି କହୁଛି, ସରି ସାରୁ ନାଡ଼ି, ଆଉ ଏଇଠି ହିଡ଼ମିଚା ଶାଗ ସାଙ୍ଗମାନେ, ଆଉ ଆଳୁ ଭଜା। ଆଉ ଚାଲନ୍ତୁ ଭାତ ଖାଇଦେବା ସାଙ୍ଗମାନେ। ଆଉ ଟିକେ ଫୋନ୍ କରିବି ଶ୍ୱଶୁର ଘରକୁ, ମୋ ଯା ପାଖକୁ ଯାଇଛି କି ନାହିଁ ପଚାରି ବୁଝିବି। ତ ଚାଲନ୍ତୁ ଖାଇବା ଭାତ। ତ ସାଙ୍ଗମାନେ ଦେଖନ୍ତୁ, ଏବେ ଆସିଲା ମୋ ପୁଅ, ଯାଇଥିଲା ଆମ ଘରକୁ, ଯାଇଥିଲା ସାଇକେଲ ଆଣିବାକୁ ଯାଇଥିଲେ ସାଙ୍ଗମାନେ। ଅଲଗା ଚାବିଟା ନେଇକି ଯାଇଛି, ଖୋଲି ପାରିଲେନି, ସେମିତି ପଳେଇ ଆସିଲେ। ସନ୍ଧ୍ୟାବେଳେ ଆହୁରି ଯିବ, ନହେଲେ କାଲି ଯା। କାଲି ମତେ ଟିକେ ପଚାରିକି ଯିବନି। ହଁ ଏଇ ଚାବିଟା, ସେ ଅଲଗା ଚାବିଟା ନେଇକି ଯାଇଛି। ଆମ ଭାବୁଛି ସାଇକେଲ ଚାବିଟା ତ କିଛି ଲେଖା ହେଇଯିଲାନି, ସେ ଚାବିଟା ଲେଖା ହେଇନି। ଏଇଟା ଦେଇଥିଲି ନା। ତ ସାଙ୍ଗମାନେ ଦେଖନ୍ତୁ, ବର୍ଷା ହେଉଛି ଆମ ପଟେ। ଏତେ ଜୋର ବି ହଉନି, ଟିକେ ଟିକେ ହଉଛି। ଆଉ ଭାଇମାନେ ଏପଟେ ଏଜବେଷ୍ଟର ଓହ୍ଲେଇବେ, ଏଇଟା ଅଧା କରିଛନ୍ତି। ଗାଧେଇବି ବୋଲି ସାଙ୍ଗମାନେ ବର୍ଷା ଆସିଲା, କରେଣ୍ଟ ପଳେଇଗଲା। ଆମର ଟୁଲୁ ମେସିନ୍ ବି ଏବେ ଚାଲିବନି। ତ ବର୍ଷାଟା ଛାଡ଼ୁ, ଲାଇନ୍ ଆସୁ, ତାପରେ ଗାଧେଇବା। ସେତେବେଳକୁ ଚାଲନ୍ତୁ ସାଙ୍ଗମାନେ ଟିକେ ଶୋଇବା। ତ ସାଙ୍ଗମାନେ ଦ୍ୱିପହର ଭାତ ଖାଇକି ମୁଁ ଫାଇନାଲି ବସିଛି ସାଙ୍ଗମାନେ। ଆଉ 2 ଦିନ ମାନେ ଆଜିଠୁ 2 ଦିନ ଘରେ ହିଁ ରହିବୁ, କିଛି ସେମିତି କିଛି କାମ ନାହିଁ ସାଙ୍ଗମାନେ। ଯେତିକି ଦିନ ବି ଆମର ଭିଡ଼ିଓ ବନ୍ଦ ରହିଯାଇଥିଲା, ସେତିକି ଦିନ ଆମର ବହୁତ ପରିଶ୍ରମ ହେଇଥିଲା ସାଙ୍ଗମାନେ। ବହୁତ ହିଁ କାମ ପଡ଼ିଯାଇଥିଲା, ଆଉ ବହୁତ ହିଁ କାମ କରିଛି। ଚାଲି 2-3 କିଲୋମିଟର ଚାଲିକି ବି ଯାଇଛି, ସାଇକେଲିଂ କରିକି ବି ଯାଇଛି। ଏବେ ସାଙ୍ଗମାନେ କାମ କରି କରି ବହୁତ ଦୁର୍ବଳ ହିଁ ଲାଗୁଛି। ତ ସାଇକେଲିଂ କରିକି ଆମେ ପାଣି ଢାଳିବାକୁ ଗଲୁ, ତାପରେ ମେସିନ୍ ଆଣିଲୁ। ତାପରେ ହେଉଛୁ 2 ଦିନ ମୋ ଦିଦିକୁ ବାରିପଦା ନେଲି ସାଇକେଲିଂ କରିକି। ତା ବି ସାଙ୍ଗମାନେ ବାରିପଦାରେ ଚାଲା କରେଇଲା ମୋତେ। ଭଞ୍ଜପୁରରୁ ବାଲେଶ୍ୱର ବୁଲେଇ, ଯେତିକି ବି ସାଙ୍ଗମାନେ ଆପଣମାନେ ଦେଖିଛନ୍ତି ଆମ ବାରିପଦା, ଜାଣିଥିବେ କେତେ ଦୂର ରାସ୍ତା ଭଞ୍ଜପୁର ଆଉ ବାଲେଶ୍ୱର ବୁଲେଇ, ହେଲା କି। ତ ତାକୁ 2 ଦିନ ବାରିପଦା ନେଲି। ତାପରେ ଆମର ଧାନ କୁଟା ହେଲା, ତାପରେ ସେଇ ଆମର ବାଡ଼ି କରାହେଲା। ଆଉ ଏମିତି ବି ବହୁତ କାମ ପଡ଼ିଯାଇଥିଲା ସାଙ୍ଗମାନେ, ସେଥିପାଇଁ ବହୁତ ମାନେ ଦୁର୍ବଳ ବି ଲାଗୁଛି। 2 ଦିନ କୁଆଡ଼େ ଯିବୁନି, ଘରେ ହିଁ ରେଷ୍ଟ ନେବା ସାଙ୍ଗମାନେ। ଆଉ କାମ ପଡ଼ିଯାଇଥିଲା ମୋ ଦେଉରର, ତାର କ'ଣ କହିବି, ମାନେ ସେଇଠି ବି ମୋ ଶ୍ୱଶୁର ଘର ଯାଇଥିଲି। ଆପଣମାନଙ୍କୁ ସେତେବେଳେ କହୁଥିଲି ଯେ କାମ ପଡ଼ିଥିଲା ମୋ ଦେଉରର, ତାର ମାନେ ସେମାନେ କ'ଣ କହିବି, ତାଙ୍କର ବାହାଘର ପଡ଼ିଯାଇଥିଲା। ଆଉ ମାନେ ସେଇଠି ଡାକି ପଠାଇଥିଲେ। ଆଉ ସେଇଦିନ ଯେ ସେତେବେଳେ ଥରେ କହିଥିଲି ସାଇକେଲ ଛାଡ଼ି ରଖିଥିଲେ। ତ ବହୁତ ସେମିତି ସାଇକେଲିଂ କରିଛି, ବହୁତ ଚାଲିଛି ସେମାନେ, ବହୁତ ସେମିତି କାମ ପଡ଼ିଯାଇଥିଲା। ଏପଟେ ମୋବାଇଲ ବି ଖରାପ ହେଇଥିଲାନି, ଗ୍ଲାସ୍ଟା ଭାଙ୍ଗି ଯାଇଥିଲା। ତ ସେମିତି ହେଇ ଆଉ ମୋ ପୁଅକୁ ବି ହଷ୍ଟେଲ ନେଇ ଛାଡ଼ିନି। ଏବେ ତ ସାଙ୍ଗମାନେ ତାଙ୍କ ହଷ୍ଟେଲରେ ଛୁଆ ଯିବେନି, ଯାଇକି ରଥ ପରେ ଯିବେ। ମୁଁ ତାକୁ ରଥ ପରେ ଯାଇକି ନେଇ ଛାଡ଼ିବି। ତ ଏବେ ସାଙ୍ଗମାନେ ମୋ ପୁଅ ବହୁତ ଖେଳୁଛି, ହେଲା କି।
ଆଉ ତାକୁ ଗେଜର କରି କରି ମୋ ମୁଣ୍ଡ ଟେନସନ୍ ହେଇଗଲାଣି। ପାଠ ଟୋଟାଲି ପଢ଼ୁନି, କାମ କହିଲା ବେଳକୁ କାମ କରିବ କିନ୍ତୁ ପାଠ ଟୋଟାଲି ପଢ଼ିବନି। ବହୁତ ଠକ ହେଉଛି ପାଠ ପଢ଼ାରେ। ପାଠ ପଢ଼େଇ ପାରିବି କି ନାହିଁ, ଟ୍ୟୁସନ୍ ସାର୍ ବି ପାଇପାରୁନି, କି ପଇସା ବି ହେଉନି, କିଛି ନାହିଁ। ଗୋଟେ ଚିନ୍ତା ଲାଗୁଛି ସାଙ୍ଗମାନେ। ପାଠ ପଢ଼ିବ କି ନାହିଁ ତାର ଖେଳରେ ବେଶୀ ଚିନ୍ତା। ପାଠ ପଢ଼ା ଟିକେ ବି ମନ ନାହିଁ, କିଛି ପାଠ ବି ହେଉନି ସେମାନେ। କ'ଣ କରିବା? ଏବେ ତ ଆଲି ଖେଳୁଛି। ପାଠ ଟିକେ ପଢ଼ କହିଲି, ପଢ଼ୁନି। ମୁଁ ଖାଇକି ଏଠି ବସିଛି, ଟିକେ ପଢ଼ ଆସୁ କହିଦେବି କହୁଛି, ସେ ପଳେଇଗଲାଣି ହେଲା କି। ଆଉ ସେଇଦିନ କହୁଛନ୍ତି ସେ ପଚାରୁଛନ୍ତି ନା, ମୋ ଶାଶୁଘରେ ପଚାରୁଛନ୍ତି କେତେ ପାଠ ଶିଖିଛୁ, ଆଉ ପଚାରୁଛନ୍ତି ପଣିକି ଏସବୁ ଦୁନିଆ ପାଠ ପଚାରୁଛନ୍ତି, କହିପାରୁନି। ଆଉ ଦେଖି ମୋତେ କହୁଛନ୍ତି ନା କ'ଣ ଛୁଆଟାକୁ ପାଠ ପଢ଼ଉନି, କେହି କରୁନି, ଏତେ ପାଠ ପଢ଼ୁଛୁ, ତୋର ମା ପଢ଼ଉନି, କିଛି କରୁନି। ଆଉ ମୋତେ ବି ଟାୟାର୍ଡ଼ ଲାଗିଲେ ସବୁବେଳେ ଗେଜେରେ ମୋତେ ଭଲ ଲାଗେନି, ମୋ ମୁଣ୍ଡ ଖରାପ। ତ ଆପଣ ତ ଜାଣିଛନ୍ତି, ସବୁ ଭିଡ଼ିଓରେ ମୁଁ ପ୍ରାୟ କହିଛି ମୋ ମୁଣ୍ଡ ମାଡ଼ ହେଇଥିଲା। ସବୁବେଳେ ଗେଜେରେ ମୋତେ ଭଲ ଲାଗେନି, ଟେନସନ୍ ହେଇଯାଏ। ଆଉ ଭଲସେ ବି ପାଠ ପଢ଼ି ପାରୁନି। ଏବେ ମୁଁ କହିଲି ଟିକେ କହିଦେବି, ସେ ପଳେଇଲା। ତ କ'ଣ କରିବା? ପଢ଼ିଲେ ବି ନ ପଢ଼ିଲେ ବି ଆଉ ଗୋଟେ କାମ ପଡ଼ିଥିବ, କାମ କରିବି, ଟାୟାର୍ଡ଼ ଲାଗୁଥିବ, ଏଇଟା ଗେଜେରେ ହେବି ସାଙ୍ଗମାନେ, ମୁଣ୍ଡ କାମ ଦେବନି। ତ ଯାହା ବି ହଉ ସାଙ୍ଗମାନେ ସନ୍ଧ୍ୟା ହେଇଗଲା। ଆଉ ଏଇଟା ଦେଖନ୍ତୁ, ମୁଁ ଧଣିଆ ଆଣିଲି ଆମ ବାଡ଼ିରୁ। ତ ଏବେ ଆଳୁ ଚଟଣି ହେବ ସାଙ୍ଗମାନେ। ଆମର ତରକାରୀ ରାନ୍ଧା ହେଇନି। ତ ଚାଲନ୍ତୁ ସାଙ୍ଗମାନେ, ଭିଡ଼ିଓଟି ଆଉ ବେଶୀ ଲମ୍ବା କରିବାନି, ଏଇଠି ଶେଷ କରିବା। ତ ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା, ଆପଣଙ୍କର ମତାମତ ଦେବେ ସାଙ୍ଗମାନେ। ଲାଇକ୍ କମେଣ୍ଟ ସେୟାର କରନ୍ତୁ। ଆଉ ଯେଉଁମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ସାଙ୍ଗମାନେ ସବସ୍କ୍ରାଇବ୍ କରନ୍ତୁ। ଆଉ ସାଙ୍ଗମାନେ ଆମକୁ ଟିକେ ସପୋର୍ଟ କରନ୍ତୁ। ତ ଚାଲନ୍ତୁ ସାଙ୍ଗମାନେ, ଏଇଠି ଶେଷ କରିବା। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭରାତ୍ରି, ନମସ୍କାର।